ପିଲାମାନେ ସମସ୍ତଙ୍କୁ ନମସ୍କାର, ଜୟ ଜଗନ୍ନାଥ। ଆଜିର କ୍ଲାସକୁ କାହ୍ନା ମୁଁ ସ୍ୱାଗତ କରୁଛି। ମୋ ପଛପଟେ ଜଣଙ୍କର ଫଟୋ ଦେଖୁଥିବ, ଏପଟେ ଜଣଙ୍କର ଫଟୋ ଦେଇଛି। ଆଚ୍ଛା, ଏମାନଙ୍କୁ କିଏ ଚିହ୍ନିଛ? କିଏ କହିଲ? କିଏ କିଏ କହିପାରିବ? କହିପାରିବନି? ଇଏ ହେଉଛନ୍ତି ଗୋପାଳ ଚନ୍ଦ୍ର ପ୍ରହରାଜ। କିଏ? ଗୋପାଳ ଚନ୍ଦ୍ର ପ୍ରହରାଜ। ସେ ଜଣେ ସାହିତ୍ୟିକ, ଠିକ ଅଛି। ତ ସେ ଜନ୍ମଗ୍ରହଣ କରିଥିଲେ କୋଉଠି? କଟକ ଜିଲ୍ଲାର ସିଦ୍ଧେଶ୍ୱରପୁର ଠାରେ ସେ ଜନ୍ମଗ୍ରହଣ କରିଥିଲେ। କୋଉଠି? କଟକ ଜିଲ୍ଲାର ସିଦ୍ଧେଶ୍ୱରପୁର। ଆଚ୍ଛା, କେବେ ଜନ୍ମଗ୍ରହଣ କରିଥିଲେ ଗୋପାଳ ଚନ୍ଦ୍ର ପ୍ରହରାଜ? ଗୋପାଳ ଚନ୍ଦ୍ର ପ୍ରହରାଜ 1874 ମସିହାରେ ସେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଥିଲା 1945 ମସିହା। କେତେ ମସିହା? 1945 ମସିହାରେ ତାଙ୍କର ମୃତ୍ୟୁବରଣ କରିଥିଲେ। ସେ ଥିଲେ କ'ଣ? ଭାଷାବିତ୍। ସେ ଜଣେ ଭାଷାବିତ୍ ଥିବା ସହିତ ସେ ଜଣେ କ'ଣ? ପେଶାରେ ଜଣେ ଓକିଲ ମଧ୍ୟ ଥିଲେ, ଠିକ ଅଛି। ସେ କ'ଣ କରିଥିଲେ? ସେ ଓଡ଼ିଆ ସାହିତ୍ୟରେ ଜଣେ ଉଚ୍ଚ କୋଟିର ଲେଖକ ଭାବରେ ସେ ପରିଚିତ। ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ନାଁ ମାନେ ରେକର୍ଡ ସୃଷ୍ଟି କରିଥିଲା ଓଡ଼ିଆ ସାହିତ୍ୟ ଜଗତରେ। ଆଉ କ'ଣ ଆମର ଅଛି ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ। ତମେ ଶୁଣିଥିବ, ଏତେ ମୋଟା ଗୋଟେ ବହି ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ। ସେ ତାର ରଚୟିତା ହେଉଛନ୍ତି କିଏ? ଏଇ ଗୋପାଳ ଚନ୍ଦ୍ର ପ୍ରହରାଜ, ଠିକ ଅଛି। ପିଲାମାନେ, ସେ ଯୋଉ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ରଚନା କରିଥିଲେ, ସେଥିରେ କ'ଣ ଏଇଟା ତାଙ୍କୁ ଲେଖିବା ପାଇଁ ଦୀର୍ଘ 21 ବର୍ଷ ଲାଗିଥିଲା। ସେ ଯୋଉ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ରଚନା କରିବା ପାଇଁ ତାଙ୍କୁ 21 ବର୍ଷ ଲାଗିଥିଲା। ଏଇଟା 7 ଖଣ୍ଡରେ ବିଭକ୍ତ। କେତେ ଖଣ୍ଡ? 7 ଖଣ୍ଡରେ ବିଭକ୍ତ ହୋଇଛି। ଏହା ଛଡ଼ା ସେ ହାସ୍ୟ, ବ୍ୟଙ୍ଗ ଶୈଳୀରେ ଅନେକ ଗୁଡ଼ିଏ ପ୍ରବନ୍ଧ ରଚନା କରିଛନ୍ତି। ମାନେ ତାଙ୍କ ପ୍ରବନ୍ଧ ଗୁଡ଼ିକ ବା ମାନେ ଲେଖାଗୁଡ଼ିକ ଯଦି ପଢ଼ିବ ବହୁତ ହାସ୍ୟ, ବହୁତ ମଜା ଲାଗେ। ଆଉ ବ୍ୟଙ୍ଗ କରିକି ମାନେ ଥଟ୍ଟା କରି କ୍ରିଟିସାଇଜ୍ କରି ସେ ବହୁତ ରଚନା କରିଥାନ୍ତି ଆମ ସମାଜରେ। ଆଉ ସେ 1945 ମସିହାରେ ସେ ନିଶ୍ୱାସ ତ୍ୟାଗ କରିଥିଲେ। ଆଚ୍ଛା ପିଲାମାନେ, ଆଜି ତୁମେମାନେ ଭାବୁଥିବ ଆଜି ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ବିଷୟରେ ଆଜି ଆମେ କାହିଁକି ପଢ଼ୁଛନ୍ତି? କାହିଁକି ନା ଆଜି ତୁମର ସାହିତ୍ୟ 7ମ ଶ୍ରେଣୀର ସାହିତ୍ୟ ବହିର ଗୋଟେ ବିଷୟ ଅଛି ଯାହାର ନାମ ହେଉଛି ମାଳହାଣ୍ଡି କଥା। ତାର ଲେଖକ ହେଉଛନ୍ତି এই ଗୋପାଳ ଚନ୍ଦ୍ର ପ୍ରହରାଜ। ତେଣୁ এই ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ବିଷୟରେ ଆମେ ପ୍ରଥମେ ଜାଣିଲେ। ବର୍ତ୍ତମାନ ଆମେ ଜାଣିବା ଆଜିର ବିଷୟ ବିଷୟରେ। ପଛପଟେ ବସିକିને କ'ଣ ଦେଖିପାରୁଛନ୍ତି? ଦୁଇ ଜଣ ଚକୁଳିଆ ପଣ୍ଡା। ତୁମେ ଦେଖିଥିବ ଆମର ପ୍ରାର୍ଥନା ଚ୍ୟାନେଲରେ କିଛି ଦିନ ତଳେ ଦେଖାଉଥିଲା ଶୁଣ ସୁଜାରେ ଗୋଟେ ଦୁଇ ଜଣ ଚରଣ ଶରଣ ଦୁଇ ଜଣ ଚକୁଳିଆ ପଣ୍ଡା ବୁଝାନ୍ତି। ଆପଣଙ୍କ ସାର୍ କାହିଁକି ଏଇଟା ଦେଖାଉଛନ୍ତି ନା ଏଥିପାଇଁ କହୁଛି, ଆଗ କାଳରେ ଆମ ପିଲାବେଳ ସମୟରେ ଆସୁଥିଲେ ଚକୁଳିଆ ପଣ୍ଡା। ଗାଁ ଗାଁ ବୁଲି ସାର୍ କ'ଣ କରନ୍ତି? ଭିକ୍ଷାବୃତ୍ତି ଚକୁଳିଆ ପଣ୍ଡା ହେଇଗଲା ଗୋଟେ ଛତା ଧରିଥିଲେ, ତା ସହିତ ଚିତା ଚୈତନ୍ୟ କାଟିକି ଏମାନେ କ'ଣ କରନ୍ତି? ଭିକ୍ଷାବୃତ୍ତି କରିକି ତାଙ୍କର ଜୀବିକା ଅର୍ଜନ କରିଥାନ୍ତି ବା ପେଟ ପୋଷିଥାନ୍ତି। ବର୍ତ୍ତମାନ ତ ଆସୁନାହାନ୍ତି। ସେମାନେ ଆସିଲା ବେଳେ ଗୋଟେ ଗୀତ ଗାଇଥାନ୍ତି, ତ ବଡ଼ ବଡ଼ ଆଳୁ ତ ବୁଦା ବୁଦା ସାରୁ ଆରେ ମୁଠା ମୁଠା ବଢ଼ି ପୁଣି ଚେନ୍ନାଇ କଖାରୁ ଭାଇନାକୁ ଦେଇଥିଲେ ପୁଣ୍ୟର ଜୀବ ଚିଡ଼ି ଚିଡ଼ି ହେଇ ଦେଲେ ନରକେ ପଡ଼ିବ ଭାଇନା ନରକେ ପଡ଼ିବ। ଏଭଳି ଭାବରେ ଗୀତ ଗାଇକି ସେ କ'ଣ କରିଥାନ୍ତି ନା ଭିକ୍ଷାବୃତ୍ତି କରିକି ପେଟ ପୋଷିଥାନ୍ତି। ତ ଆଜି ତୁମମାନଙ୍କୁ ଦେଖେ ଏଇ ଭିଡ଼ିଓଟି ଦେଖିବା ପଛରେ ବା ଚକୁଳିଆ ପଣ୍ଡାର କନସେପ୍ଟ ଦେଖିବା ପଛରେ ଗୋଟେ କାରଣ ଅଛି ଯେ ଏଇଭଳି ଭାବରେ ଗୋଟେ ଚକୁଳିଆ ପଣ୍ଡା ଥିଲା ଗୋଟେ ଗାଁରେ ଓ ତାର ମା ଥିଲେ। ଦୁଇ ଜଣ ଥିଲେ, ଚକୁଳିଆ ପଣ୍ଡା ଓ ତାର ମା ଥିଲେ। ଦୁଇ ଜଣ କ'ଣ କରନ୍ତି ନା ଭିକ୍ଷାବୃତ୍ତି କରି ପେଟ ପୋଷିଥାନ୍ତି। ମା କ'ଣ କରେ ନା ଗାଁ ଗାଁ ବୁଲି ଦୁଃଖ ଧନ୍ଦା କରି ଜୀବିକା ଅର୍ଜନ କରିଥାଏ। ଦୁଃଖ ଧନ୍ଦା କ'ଣ? କାହା ଦ୍ୱାରା ବସିବ ଟିକେ ସେଇ ଭିକ ମାଗିବା ଟାଇପ, ମାନେ ଗୋଟେ ଭିକ ମାଗିବାର ଗୋଟେ ଶୈଳୀ ଦୁଃଖ ଧନ୍ଦା କରିବା। ତମେ ଦେଖିଥିବ ଗାଁ ମାନଙ୍କରେ ବୁଢ଼ୀମାନେ ଜଣଙ୍କ ଦ୍ୱାରା ବସନ୍ତି, ନିଜର ଦୁଃଖ ବିଷୟରେ କହିଥାନ୍ତି। କିଏ ଗୋଟେ ଦୟାରେ କ'ଣ ଟିକେ ଚାଉଳ ଟିକେ ଦେଲା କି ପରିବା ଟିକେ ଦେଲା, ସେୟାକୁ ନେଇକି ସେମାନେ ରୋଷେଇ କରିକି ଖାଇଯାଆନ୍ତି। ଚକୁଳିଆ ପଣ୍ଡା କ'ଣ କରେ? ଏଇଭଳି ଭାବରେ ରୂପ ଧାରଣ କରି ଗାଁ ଗାଁ ବୁଲିକି ସେ ଭିକ୍ଷାବୃତ୍ତି କରେ। ଦିନର ଘଟଣା କ'ଣ ହେଇଛି ଯେ ଚକୁଳିଆ ପଣ୍ଡା ଗୋଟେ ପାଖ ଗାଁକୁ ଭିକ୍ଷାବୃତ୍ତି କରିବାକୁ ଯାଇଛି, ଠିକ ଅଛି। ଭିକ୍ଷାବୃତ୍ତି କରିବାକୁ ଯାଇଛି। ସେଦିନ ତାକୁ କୌଣସି ବ୍ୟକ୍ତି ତାକୁ ଭିକ୍ଷା ଦେଇନାହାନ୍ତି। ଭିକ ଦେବା ବଦଳରେ ଗାଁ ପିଲାମାନେ ତାକୁ କ'ଣ କରିଛନ୍ତି? ଯୋଉ ଗାଁ ଗଲା ସେଠି ସମସ୍ତେ ତାକୁ ତଳି ଦେଇଛନ୍ତି। ମାନେ ଗାଁ ପିଲାମାନେ ମିଳିଛି ତାକୁ କ'ଣ କରିଛନ୍ତି? ଟେକା ବୋଲ ପଥର ମାରି ତାକୁ ମାନେ ମୁଣ୍ଡ ଫଟେଇକି ଗାଁରେ ତଳି ଦେଇଛନ୍ତି। ସେ କ'ଣ କଲା ନା ସେ ଗାଁରୁ ମାନେ ପ୍ରାଣ ବିକଳରେ କାନ୍ଦ କାନ୍ଦ ହୋଇ ପଳେଇ ଆସିଛି। ଆରେ ଯୋଉ କୁହନ୍ତି ଜୀବନଟା ଥିଲେ ସିନା ବଞ୍ଚିଯିବ, ଖାଇବାଟା ଆଜି ନହେଲେ ବଞ୍ଚିଯିବ, କିନ୍ତୁ ଜୀବନଟା ଥିଲେ ସିନା କାଲି ସକାଳେ ପୁଣି ଭିକ୍ଷାବୃତ୍ତି କରିବ।
ସେଇଭଳି ଭାବରେ ସେ ଚକୁଳିଆ ପଣ୍ଡା ପିଲାମାନେ କ'ଣ କଲା ସେ ଗାଁରୁ କାନ୍ଦି ଉଡ଼େଇକିରି ପଳେଇ ଆସିଲା। ହେଲେ କେମିତି ଯିବ? ଭିକ ତ ଆଜି ନେଇନି, ଘରକୁ ନେଲେ କେମିତି ଖାଇବେ? ମା କହିଛି ଭିକ ଆଣିବାକୁ ପଡ଼ିବ। ତେଣୁ ଏମାନେ ଭିକ ମାଗିଲେ ହିଁ ସେମାନେ ଚଳନ୍ତି, ଏମାନଙ୍କର ବୃତ୍ତି ହେଉଛି ଏଇଟା। ଆଉ ତ ମାନେ ସରକାରୀ ଚାକିରି କରୁନାହାନ୍ତି ଯେ ମାସକୁ ପଇସା ଆସିଥିଲେ ସେ ପଇସାକୁ ଖାଇଦେବେ, ଡେଲି ନେଲେ ଖାଇବେ। ତେଣୁ କ'ଣ ହେଇଛି ଯେ କାନ୍ଦି କାନ୍ଦି ଯାଉଥାଏ, ରାସ୍ତାରେ ଦେଖିଲେ ଏକ ସୁନ୍ଦର ପଦ୍ମ ପୁଷ୍କରିଣୀଟିଏ। ଠିକ୍ ଅଛି ଦେଖ ପିଲାମାନେ, ଏ ହେଉଛି ସେ ସୁନ୍ଦର ପଦ୍ମ ପୋଖରୀ। ଏଇ ଦେଖ ଚକୁଳିଆ ପୋଖରୀଟି, ତାକୁ ଯେତେବେଳେ ଗାଁରେ ପିଲାମାନେ ମାଡ଼ ମାରି ବିଦ୍ୟାବୃତ୍ତି ନଦେଇ ତଳିଛନ୍ତି, ସେ କାନ୍ଦି କାନ୍ଦି ମନ ଦୁଃଖରେ ଫେରୁଥିଲା। ଗଲାବେଳେ ଦେଖିବା ରାସ୍ତାରେ ଏକ ସୁନ୍ଦର ପଦ୍ମ ପୋଖରୀଟିଏ ହେଇଛି, ଯାହାର ପଥର ଗୁଡ଼ିକ ଶଙ୍ଖ ମନମର, କୋଉ ପଥର? ଶଙ୍ଖ ମନମର ପଥରରେ ପାହାଚ ଗୁଡ଼ିକ ତାର ହେଇଛି। ସେ ସେଠାରେ କିଛି ନ କରି ଲଟକିନା ବସି ପଡ଼ିଲା। ଆଉ ବସି ପଡ଼ିକି କ'ଣ କଲା? ସେ ତାର ଭୋକ ବିକଳରେ ସେ ଆଉ ନିଜକୁ ସମ୍ଭାଳି ପାରିଲା ନାହିଁ। ସେ କ'ଣ କଲା? ଏତେ ସୁନ୍ଦର ପଦ୍ମ ପୋଖରୀ ଦେଖି, ଆଉ ସେ ସୁନ୍ଦର ପଦ୍ମ ପୋଖରୀର ଜଳ କୋଉଭଳିଆ ଥିଲା? କାଚ କେନ୍ଦୁ ଭଳିଆ। କୋଉ ଭଳିଆ? କାଚ କେନ୍ଦୁ ଭଳିଆ ଜଳ। ସେଥିରେ ଯଦି ଟିକେ ରୂପା ପାତିଆ ଟିକେ ପକେଇଦବ ତ ଉପରକୁ ଚିକ୍ ଚିକ୍ କରି ଦେଖାଉଥିବ, ମାନେ ଏତେ ସ୍ୱଚ୍ଛ ଆଉ ନିର୍ମଳ ଥିଲା ସେ ଜଳ। ତେଣୁ ଚକୁଳିଆ ପଣ୍ଡା କ'ଣ କରିଛି? ସେଇ ଜଳରୁ ଆଞ୍ଜୁଳି ଆଞ୍ଜୁଳି କରି ପିଉଛି ପାଣି। ଆଞ୍ଜୁଳି ଆଞ୍ଜୁଳି କରି ପାଣି ପିଉଛି, କହୁଛି ଭାତ ଖାଉ, ଡାଲି ଖାଉ, ବେସର ଖାଉ, ମହୁର ଖାଉ। ମନକୁ ସମ୍ଭାଳି ପାରୁନି। ତମମାନେ ଦେଖିଥିବ ପିଲାବେଳେ କ'ଣ କର? ଯେତେବେଳେ ମାନେ ଅଧିକ ଜିନିଷ ଚା ଖାଇବାକୁ ଇଚ୍ଛା ହେଉନି, ତମେ ଘରେ କ'ଣ କର? ଗୋଟେ ଆଳୁଟି ଆଣିଦିଅ, ଚକୁଡ଼ି ଦିଅ, ସେ ଟିକେ ମିଶ୍ର ଟିକେ ପକେଇ ଦିଅ, ନା ଆଜି ଆମ ଘରେ ଚା ହେଇଛି। ଠିକ୍ ସେମିତି କାହିଁକି? ନା ମନକୁ ବୁଝେଇବା ପାଇଁ। ସେଇଭଳିଆ ଚକୁଳିଆ ପଣ୍ଡା ତା ପେଟର ଭୋକକୁ ବୁଝେଇବା ପାଇଁ କ'ଣ କରୁଛି? ଯେ ପାଣି ଆଞ୍ଜୁଳି ଆଞ୍ଜୁଳି ପିଉଛି, ଗୋଟେ ଆଞ୍ଜୁଳି ପାଣି ପିଉଛି, ଗୋଟେ ଖାଦ୍ୟ ଶସ୍ୟର ନାମ ନେଉଛି ଯେ ଭାତ ଖାଅ, ଆଉ ଗୋଟେ ଆଞ୍ଜୁଳି ପାଣି ପିଉଛି, ଡାଲି ଖାଅ, ତାପରେ ଆଉ ଗୋଟେ ପିଉଛି ବେସର ଖାଉ, ମହୁର ଖାଉ। ଏଇଭଳିଆ ଭାବରେ କହିଥାଉଛି। ପିଲାମାନେ, এই সুন্দর পদ্ম পোখরীরে গঙ্গা মাতা ଥିଲେ। কিଏ ଥିଲେ? ଗଙ୍ଗା ମାତା। ଗଙ୍ଗା ମାତା ମାନେ ଗଙ୍ଗା ମାତା ହଉଛନ୍ତି ଗଙ୍ଗା ମାତାଙ୍କ ତମ ଫଟୋଟି ଦେଖ। ତ ପିଲାମାନେ ତମକୁ କହିଲି ଯେ ସେ ଯୋଉ ସୁନ୍ଦର ପଦ୍ମ ପୋଖରୀଟାରେ କିଏ ରହୁଥିଲେ? ଗଙ୍ଗା ମାତା ରହୁଥିଲେ। ମାନେ ଏତେ ସୁନ୍ଦର ପାଣି ଥିଲା ସେ ପୋଖରୀରେ, କିଏ? ଗଙ୍ଗା ମାତା ଥିଲେ। ଗଙ୍ଗା ମାତା କ'ଣ କରନ୍ତି? ନା ଉଡ଼ିଗଲା ଚଢ଼େଇର ପେଟର ଭୋକ ଜାଣିପାରନ୍ତି। ଚକୁଳିଆ ପଣ୍ଡା ଯେତେବେଳେ ସେ ସୁନ୍ଦର ପଦ୍ମ ପୋଖରୀରେ ବସିଥାଏ, ଆଉ କ'ଣ କରୁଥାଏ? ଚୁଳାଏ ଚୁଳାଏ ଆଞ୍ଜୁଳାଏ ପାଣି ଗୁଡ଼ିକୁ ପିଉଥାଏ। ଏକ ତା ପେଟର ଭୋକ ବା ମନକୁ ବୁଝିବା ପାଇଁ ତୁମମାନେ କ'ଣ କର? ଯେପରି ଗୋଟେ ଘରେ ଚା ଯେତେବେଳେ ଖାଇବାକୁ ପଇସା ନଥାଏ, ଆଳୁକୁ ଚକଟି ଦେଇକି ମିଶ୍ର ସେଉଠି ପକେଇ ତମେ କ'ଣ କର? ନା ଆମେ ଚା ଖାଉଛୁ। ଠିକ୍ ସେଇଭଳି ଭାବରେ ଚକୁଳିଆ ପଣ୍ଡା କ'ଣ କରୁଛି? ନା ତା ମନର ଆଉ ତା ମନକୁ ତା ପେଟକୁ ବୁଝିବା ପାଇଁ ସେ ଚୁଳାଏ ବା ଆଞ୍ଜୁଳାଏ ଲେଖା ପାଣି ପିଉଛି। ଗୋଟେ ଖାଇବା ମାନ ଭାତ ଖାଅ, ଡାଲି ଖାଅ, ମହୁର ଖାଅ, ବେସର ଖାଅ, ଏଭଳି ଭାବରେ ଗୋଟିଏ ଗୋଟିଏ ଖାଦ୍ୟର ନାମ ନେଉଛି। ଆଉ ସେ ସୁନ୍ଦର ପୋଖରୀରେ ଯେହେତୁ ମା ଗଙ୍ଗା ମାତା ଥିଲେ, ଗଙ୍ଗା ମାତା କ'ଣ କରନ୍ତି? ନା ଉଡ଼ିଗଲା ଚଢ଼େଇର ପେଟର ଭୋକ ଜାଣିପାରନ୍ତି। ଆଉ ଏ ଚକୁଳିଆ ପଣ୍ଡାର ପେଟର ଭୋକ କିପରି ନ ଜାଣିପାରନ୍ତି? ତେଣୁ ସେ କ'ଣ କଲେ? ଗୋଟିଏ ହାଣ୍ଡି ଦେଖୁଥିବ ତୁମେମାନେ, ଏ ହାଣ୍ଡିରେ ସେ ଯୋଉ ଯୋଉ ଖାଦ୍ୟର ନାମ କହିଥିଲା ସେଇ ସବୁ ଖାଦ୍ୟକୁ ସୁନ୍ଦର ଭାବରେ ଅପୂର୍ବ ଭାବରେ ବାଢ଼ି ଦେଇ ସେ ହାଣ୍ଡିଟାକୁ ଘୋଡ଼େଇ ଦେଇ କୋଉଠି? ନା ଚକୁଳିଆ ପଣ୍ଡା ପାଖକୁ ଫସେଇ ଦେଲେ। ଚକୁଳିଆ ପଣ୍ଡା ଯେତେବେଳେ ଦେଖୁଛି ତାର ଗୋଟେ ହାଣ୍ଡିଟି ଭାସି ଭାସି ଆସୁଛି, ସିଏ କ'ଣ କରୁଛି? ନା ସେ ହାଣ୍ଡିଟାକୁ ବାହାର କରୁଛି। ଦେଖୁଛି ସେ ଯୋଉ ଯୋଉ ଖାଇବାର ନାଁ ନେଇଥିଲା ସେ ସବୁତକ ଖାଦ୍ୟ କ'ଣ କରିଛନ୍ତି? ଗଙ୍ଗା ମାତା ସେ ଭିତରେ ମାନେ ଯୋଗାଡ଼ି ଦେଇଛନ୍ତି। ଆଉ ସେ ଜମା ରହିପାରିଲାନି, ମନକୁ ଜମା କଣ୍ଟ୍ରୋଲ କରିପାରିଲାନି। ଗୋଟିଏ କଦଳୀ ପତ୍ର ନେଇ ଆସି ପକେଇ ଦେଇକି ସବୁତକ ଖାଇବା କାଢ଼ିକି ପେଟ ଶାନ୍ତି କରିକି ପୁରା ଖାଇଲା। ତାପରେ କ'ଣ ହେଇଛି? ନା ଦେଖିଲା ହାଣ୍ଡିରୁ ଖାଦ୍ୟ ଅଧା ବି ହେଇନି। କାହିଁକି? ନା ମା ଶାନ୍ତାଣୀ ମା ଗଙ୍ଗା ମାତା ଦେଇଛନ୍ତି ପୁରା, ଏତେ ସହଜରେ କ'ଣ ଖାଦ୍ୟ ସରିଯିବ? ତେଣୁ ସେ ଖାଦ୍ୟ ସରିଲା ନାହିଁ, ନିଜେ ପେଟେ ଖାଇଲା। ତାପରେ ନେଇଗଲା ତା ବୁଢ଼ୀ ମା ପାଇଁ ସେଇ ହାଣ୍ଡି ବନ୍ଦ କରିଦେଇ ଗୋଟେ ତା ଭାର ସାହାଯ୍ୟରେ ନେଇଗଲା କୋଉଠି? ତା ଘରକୁ। ତା ଘରକୁ ନେଇ ଯାଇକି କ'ଣ କଲା? ତମେ ଦେଖିଥିବ ଗାଁ ମାନଙ୍କରେ ସବୁ ଚାଳ କୁଡ଼ିଆ ବେଳେ ଗୋଟେ ଗୋଟେ ଶିକା ଥାଏ, ଯୋଉଥିରେ କ'ଣ କରନ୍ତି? ନା କ୍ଷୀର ଆଉ ବିଭିନ୍ନ ପ୍ରକାର ଦହି ଏଇସବୁ ଗୁଡ଼ାକୁ ଉପରେ ରଖନ୍ତି। କାହିଁକି? ନା ବିଲେଇ ବିଲେଇ ମୂଷା ଫୂଷା କାଳେ ତାକୁ ନଷ୍ଟ ନ କରିଦିଅନ୍ତୁ, ସେଥିପାଇଁ ଶିକା ଥାଏ। ଶିକାରେ ସବୁ ମାନେ ଗୋଟେ ପାତ୍ର ବା କୌଣସି ଜିନିଷକୁ ଉପରେ ସେଟ୍ କରି ରଖାଯାଇଥାଏ। ସେଇଭଳି ଭାବରେ ଚକୁଳିଆ ପଣ୍ଡା ଝୁଲେଇ ଦେଲା, ପୁରା ପେଟ ବାହାର କରିକି ଶୋଇଲା ତା ଘରେ। ତାପରେ ତା ମା ଯେତେବେଳେ ଦୁଃଖ ଧନ୍ଦା ସାରିକି ଫେରିଲା, ଦେଖିଲା ପୁଅ ପେଟ ବାହାର କରି ପୁରା ଟୁଲଟୁଲା ପେଟ କାଟି ଶୋଇଛି, ସେତେବେଳେ ମା କ'ଣ ଦେଖିଲା? ତା ନଜରଟି ପଡ଼ିଥିଲା ଶିକା ଉପରେ। ତେଣୁ ସେ ଶିକାର ଖାଦ୍ୟତକ ବାହାର କରିକି ତା ବୁଢ଼ୀଟା କ'ଣ କଲା? ନିଜେ ମଧ୍ୟ ଖାଇଲା। ମା ପୁଅ ଯାକ ଶୋଇଛନ୍ତି। ଯେତେବେଳେ ସନ୍ଧ୍ୟାବେଳକୁ ନିଦଟା ଭାଙ୍ଗିଲା ପରେ ମା ପୁଅକୁ ପଚାରିଛି। ପୁଅ ସବୁ କଥା ଗୋଟି ଗୋଟି କରି ମାଆକୁ କହିଛି। ମା ତାକୁ ଶେଷରେ ବୁଦ୍ଧି ଦେଇଛି, ଆରେ ପୁଅ ତୁ କାଲି ଆଉଥରେ ଗଲେ ହୁଅନ୍ତାନି କି? ଦେଖିବୁ କାଳେ ଯାଉନୁ କାଳେ ମିଳିଯିବ। ତେଣୁ ଲୋଭରେ କ'ଣ କରୁଛି? ମା ପୁଅକୁ ବୁଦ୍ଧି ଦେଇଛି।
तापर कौन कर चकुलिया कोटा पुणी थे तापर दिन सेमती सका गाधुआ पधुआ कर चलीगला से माने पोखरी पाखक मिछड़े बाहाना कला भात खाऊ डाली खाऊ मुंड खाऊ बेसर खाऊ ये भाव से कला आ गोटे हांडी पाइला घर को आने माँ पुओ खाई शोले ये भाव में नीति चली ये भाव में नीति चलला ये नीति दिन गोटे घटना हो गला नीति दिन पर चकुलिया कोटा कौन कला गोटे दिन ठीक से जाइए माने अभिनय कर गंगा माता ना भीषण रागी जाइए मु पिलाटा दया भाव सही दया भाव देखी कौन कला पिलाटा गोटे खाइबा देवी किंतु पिलाटा कौन कला अलसुआ है गंगा माता मुझे थकी जाए माता रागी गले रागी दुनिया जाकर संसार जाकर हांडी से माड़ भितर हांडी भितर माड़ भर्ती कर से हांडी को जिते चकुलिया कोटा खोली कि भीषण माडदा पिटले कोइठा पर कोइठा विधा पर विधा चापुड़ा पर चापुड़ा दूरदाल बापल बोल कर रडी करी चकुलिया कोटा चित्कार कला अच्छा मो मां जेहेतु मते एठी पठौथिला डेली मु जेहेतु मारटी खाइछि मो मां पाई टिकिए मु नै जाय तेनु इ कोन कला चालाकी करी से हांडा को ता मां पाई मध्य नै जाइछि तापर हांडा को नै गला नै साइकी हांडा कोन करछि ता घर से सिक्का ऊपर थोइ देकी चकुलिया को ना आराम से शांति निदर सोई पड़ा तार बुढ़ी माटी तापर आसी बुढ़ी माटी आसिले बोला कौन तू आज सोचे आहो मुठके जाए मुठके खाई दियो तापर ता बुढ़ी माटी जते बड़ जाए खोले देखुची सिक्कारे थुआ हेछि हांडीटा को ता मां मध्य जाए कोन करछि से हांडीटा को खोलिबारे लागिछि जेमिति हांडी खोलिछि सेमिति तो बुढ़ी ऊपर माड कदली पत्र कोने आनी पकई देला खाइछि तापर तो माड पर माड विधा पर विधा चापुला आउ बुद्धि को बुढ़ी को माने बुद्धि बात किछ दिसिला नै बा पुओ बोले मां को मध्य निस्तुक माड होइछि पिलाने माड जेतला खाइछि ताको किछ बुद्धि छिले बल्लम निपानी कोन करिछि घोड़े देछि घोड़ी देछि ना से हांडी को घोड़े देछि भाबरे माड को टिके त्राही मिलला तापर बुढ़ी कोन करछि ना चालाकी करके सोइले मां को गंगा को बारी पटे तिका खत्त बडारे ए हांडीटा ने बुढ़ी कोन करतिला पछपट नहीं थोई देछि दुई जन विचार करछन कोडी थोइबे मां हांडीटा तेनो बारी पटे तिका ऊपर खत्त बडारे नहीं बुढ़ी हांडीटा को थोई देछि तो पिला माने मां को दुई जन कोन करछथि जे से सिंधुटा को नेकी घर बारी पट राती रे नेले खत्ता खत्ता पछपटे थोई देछन थोई देकी कोन करछथि झरकार माने पछपटे से माने कोन कपाट भागरे से माने कोन करथांती माने लक्ष्य करथांती चोर माने कोन करछथि पाखो गारो ए केतले चोर माने कोन करछथि पाखो गारो किछि गोटे सिंधुगडी को चोरी आइछथि गोटे राजा को सिंधुगडी चोरी आइछथि देखुथि एडी सब सोना रुपा असरकी माने बहुत गहना गांठी माणिक सब तक से सिंधुक भितर भरपूर हे दिथिला से सिंधुटा को थोइके माने कोन करछथि ना से मझे गोल बसी भाग पड़छन भाग पड़ा जते जने चोर नजर पड़छि से जो हांडीटा होय से माने भाबुछथि अरे से हांडीटा भितर कोन अछि के देखिला हम तानी तेनु से माने कोन करछथि ना से हांडीटा को आनिकी से माने समस्त घर से माने मझे थोइ देइ छथि तापर से माने कोन करछथि से माने भितरु गोटे चोर कोन करछि से हांडीटा माने ढाकुणी को जते बड़े खोली देछि तापर तो सेमान ऊपर माड़ वर्षा अतर्कित माड़ एभली भाव में माड़ होइछि गोटे चोर उत्तर दिग गलानी गोटे दक्षिण दिग को किए पूर्व को किए पश्चिम को सब चोर को ऊपर भयंकर विषम माड़ तेणु चोर माने कोन दौड़िकी एने देने जे जोड़े चोर माने पड़ेले ए सिंधुक गुड़िक सेमिति पड़िकी रहिथिला देखुछथि हम देखो चोर को बोली भाव में माड़ होइछि तुमको एठी प्रोजेक्टर माध्यम देखौछि देखो ए मां को किंतु कोन करथांती से झरका संधिर कपाट संधिर सब किछि घटना सब देखुथांती जेतले चोर माने पड़ेले ए मां को कोन कले से सब जिनिस गुडा आनिले आनी साइड कोन कले से सब जिनिस गुडा आनी साला पर ए मां को जेति कोन धनी हे जाय छथि ए चकुलिया कोंडा उत्तर तार मां दोहे मिसी से सुना रूपा घर काटी सब आनी बिकी भागी की सब घर द्वारा कर रहिल एवं से माने थरे गोटे भूल करथिले अलस हे बसी नांती से माने कोन कले ना पूर्व भली पुनी काम धंदा बा दुख धंदा करे ता माने पुओ मध्य विज्ञापति करबा को चकुलिया कोन तार कार्य निवेश होला तेनु ए गपटी को माने पिला ने कोन सिखिले जे कोनसे मतरे बसी खाइले नदी बाली सरे अर्थात जदि तुम माने बसी की कोनसी माने जिंस को उपभोग करिया को चाहथबो ताले दिने दिने से जिंस अंत घटिबो आ सब जिंस अति रुही इति ही थाए तेनु तुम माने कोन करियो सदा सर्वदा कर्म तत्परता तुम मान भीतर रखिबो
ସେଇଭଳି ଭାବରେ ଚକୁଳିଆ ପଣ୍ଡା ଦେଖିଲ ଯେଉଁଭଳି ଭୁଲ କଲା ତାକୁ ଗଙ୍ଗା ମାତା ଦୟାରେ ଦେଲେ, କିନ୍ତୁ ସେ ମାନେ ହାଣ୍ଡିଟିକୁ ଦେଲେ ବା ଖାଇବା ଟିକେ ଦେଲେ, ସେ ତାର ଫାଇଦା ଉଠେଇକି ଡେଲି ସେ କାମ କଲା ଆଉ ତାର ନିଜ କର୍ତ୍ତବ୍ୟକୁ ଭୁଲିଗଲା। ତ ଗଙ୍ଗା ମାତା ରାଗରେ ତାକୁ ପାନି ଦେଇଛନ୍ତି। ତାପରେ ଯେତେବେଳେ ବି ସେ ଗହଣା ଗାଣ୍ଠି ପାଇଲା ତାପରେ ନିଜ ଭୁଲକୁ ବୁଝିପାରି ସେ ପୂର୍ବ ପରି